जय जगन्नाथ मो दिवाकर दास आपण मान प्रणाम करुच्ची। शरीर गठन को नहीं हेउ बा अंग प्रत्यंग ଏହା ଉପରେ ମଧ୍ୟ ସମୁଦ୍ର ଶାସ୍ତ୍ରରେ ବହୁତ କିଛି ଲେଖା ହୋଇଛି, ଯାହା ଆପଣଙ୍କୁ ଅନେକ ସଂକେତ ମିଳେ। କ'ଣ ରହିଛି ଚରିତ୍ର ମଧ୍ୟ ଆପଣ ଶରୀର ଗଠନରୁ ଆପଣ ଜାଣିପାରିବେ। ତ ଆଜି ଆପଣଙ୍କ ଆଗରେ ଆଲୋଚନା କରିବା, ଯଦି ନାକରେ ଆପଣମାନଙ୍କର କଳା ଯାଇ ହୋଇଛି ତ କ'ଣ ସଂକେତ ମିଳେ। ପୁଅ ହେଉ ବା ଝିଅ ହେଉ ସଂକେତ କ'ଣ ରହିଛି ଯଦି ନାକରେ ଆପଣଙ୍କର କଳା ଯାଇ ରହିଛି। ନାକ ଏମିତି ଏକ ଅଙ୍ଗ ଶରୀରର ଯାହାକୁ ଦେଖିଲା ପରେ ଆପଣ ଜାଣନ୍ତି ମୁଖର ସୁନ୍ଦରତା କିଭଳି ଭାବରେ। ଯେମିତି ନାକକୁ ଅନେକଙ୍କର ଲକ୍ଷ୍ୟ ଯାଇ ନାକ ଉପରେ ପଡ଼େ। ସମସ୍ତଙ୍କର ନାକ ସମାନ ନଥାଏ, କାହାର ନାକ ଚେପେଟା, ଖଣ୍ଡା ନାକ, ସିଧା ନାକ, ଏମାନଙ୍କର ସବୁ ନାକର ହିଁ ସୁନ୍ଦରତା ବେଶୀ ପରିମାଣରେ ବଢ଼ିଥାଏ। ସମୁଦ୍ର ଶାସ୍ତ୍ରରେ ସୁନ୍ଦର ସୂଚନା ମିଳେ ନାକରେ କଳା ଯାଇ ସମ୍ପର୍କରେ। ନାକ ଉପରେ ବା ନାକ ଦଣ୍ଡିରେ ପୁଅ ହେଉ ବା ଝିଅ ଯଦି କଳା ଯାଇ ରହିଛି, ଏମାନଙ୍କର କଳା କ୍ଷେତ୍ରରେ, ଜବ୍ରେ, ବିଜନେସ୍ କ୍ଷେତ୍ରରେ ବହୁତ ଶୀଘ୍ର ଏମାନେ ଉଠିଯାଆନ୍ତି। ଯଦି ନାକରେ କଳା ଯାଇ ରହିଛି, ଯେଉଁଠି ସ୍ୱାର୍ଥ ଥାଏ ଏମାନେ ସେଇଠି ସମ୍ପର୍କ ରଖନ୍ତି, ଯାହାର ନାକରେ କଳା ଯାଇଥାଏ ଆଉ କଥାରେ ଅନ୍ୟକୁ ପ୍ରଭାବିତ କରନ୍ତି। ତେଣୁ ନାକରେ କଳା ଯାଇଥିବା ଝିଅ ହେଉ ବା ପୁଅ ହେଉ ସେମାନେ କଥା ଦ୍ୱାରା ଅନ୍ୟକୁ ବାନ୍ଧି ଦିଅନ୍ତି ବା ପ୍ରଭାବିତ ମଧ୍ୟ କରନ୍ତି। ଆଉ ତା ସହିତ କ୍ଷଣକୋପୀ ମଧ୍ୟ ଅଟନ୍ତି। କହନ୍ତି ନାକ ଉପରେ ଏମାନଙ୍କର ରାଗ, ଆଉ ସେୟା ହିଁ ହୁଏ। ସମୁଦ୍ର ଶାସ୍ତ୍ର ଲେଖା ହେଇଛି ଏମାନେ ବହୁତ କ୍ଷଣକୋପୀ ମଧ୍ୟ ଅଟନ୍ତି। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବାକୁ ମଧ୍ୟ ଏମାନେ ଚେଷ୍ଟା କରନ୍ତି ଆଉ ତା ମଧ୍ୟ ସକ୍ସେସ୍ ହୁଅନ୍ତି। ଏମାନେ ଖଟ ତ ମୁଣ୍ଡାନ୍ତି ନାହିଁ, ମୁଣ୍ଡ ଖଟାନ୍ତି ଆଉ ଯାହାଦ୍ୱାରା ଏମାନେ ବହୁତ ଲାଭ ପାଆନ୍ତି। ଦେଖିବାକୁ ସୁନ୍ଦର ଆଉ ତା ସହିତ ଏମାନେ ନିଜ ଆଡ଼କୁ ଅନ୍ୟକୁ ଆକର୍ଷିତ କରନ୍ତି। ତା ସହିତ ପୁଅ ହେଇଥିଲେ ଝିଅ ପ୍ରତି ଆକର୍ଷଣ ବଢ଼େ ଆଉ ଝିଅ ହେଇଥିଲେ ପୁଅ ପ୍ରତି ଆକର୍ଷଣ ବଢ଼େ। ଏମାନଙ୍କ ପ୍ରତି ମଧ୍ୟ ଅନ୍ୟମାନଙ୍କର ଆକର୍ଷଣ ବହୁତ ବଢ଼େ ଯେଉଁମାନଙ୍କ ନାକରେ କଳା ଯାଇ ହୋଇଛି। ନାକ ଆଗରେ ଆପଣଙ୍କର କଳା ଯାଇଥିଲେ ଲକ୍ଷ୍ୟସ୍ଥଳରେ ଏମାନେ ସହଜରେ ପହଞ୍ଚି ଯାଆନ୍ତି। ଯେ ନାକ ଅଗ୍ରରେ ଥାଏ କଳା ଯାଇ, ଏମାନେ ଲକ୍ଷ୍ୟସ୍ଥଳରେ ଶୀଘ୍ର ପହଞ୍ଚି ଯାଆନ୍ତି। ତାପରେ ଏମାନେ ଚତୁର ମଧ୍ୟ ଅଟନ୍ତି, ଅନ୍ୟ ଦ୍ୱାରା କାର୍ଯ୍ୟକୁ ହାସଲ କରିଦିଅନ୍ତି। ଯାହା ନିଜେ କରିବାକୁ ପଡ଼େ ନା, ଅନ୍ୟ ଦ୍ୱାରା ଏମାନେ କାର୍ଯ୍ୟକୁ ବହୁତ ଶୀଘ୍ର ହାସଲ କରିଦିଅନ୍ତି। ଏମାନଙ୍କର ନାକର କଳା ଯାଇ ବହୁତ ଏମାନଙ୍କୁ ଶୁଭ ସଂକେତ ଦିଏ ବା ଶୁଭ ସୂଚନା ଦିଏ। ଝିଅ ହେଲେ ଆଉ ଆପଣଙ୍କର ପୁରୁଷ ପ୍ରତି, ଆଉ ପୁରୁଷ ହେଲେ ନାରୀ ପ୍ରତି ଆକର୍ଷିତ ବଢ଼େ, ଯାହା ଆମେ କହିଲୁ। ଏମାନେ ଦେଶପ୍ରେମୀ ମଧ୍ୟ ଅଟନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଏମାନଙ୍କର ବହୁତ ଉନ୍ନତି ହୁଏ। ଏମାନେ ଆଧ୍ୟାତ୍ମିକ ମାର୍ଗୀ ମଧ୍ୟ ଅଟନ୍ତି। ଏମାନେ ହସ ଖୁସିରେ ଜୀବନ ବିତାନ୍ତି ଆଉ ଏମାନଙ୍କ ଉପରେ ସଂସାରର ବୋଝ ମଧ୍ୟ ପଡ଼ିଯାଏ। କିନ୍ତୁ ଏମାନଙ୍କୁ ଚିହ୍ନିବା ବଡ଼ କଷ୍ଟକର ହୋଇଯାଏ, କାହିଁକିନା ଏମାନେ ଯାହାକୁ ଭଲ ପାଆନ୍ତି ସେମାନେ ଛାଡ଼ିକି ଚାଲିଯାଆନ୍ତି ଆଉ ତା ସହିତ ସେମାନଙ୍କ ଉପରେ ସଂସାରର ବୋଝ ପଡ଼େ ଆଉ ଯାହା ପାଇଁ ଯେତେ କଲେ ବି ଏମାନଙ୍କୁ ନିନ୍ଦା ହିଁ ଶେଷକୁ କେବଳ ମିଳିଥାଏ। ବହୁତ ଟେନସନରେ ଏମାନେ ଫସିଯାଆନ୍ତି, ନକରି ମଧ୍ୟ ଦଣ୍ଡ ଭୋଗନ୍ତି କୌଣସି ଭୁଲ। ନିନ୍ଦା ଅପବାଦ ଏମାନଙ୍କର ପିଛା ମଧ୍ୟ ଛାଡ଼େ ନା। ଭକ୍ତବନ୍ଧୁ, ଏହା ଥିଲା ନାକରେ କଳା ଯାଇଥିଲେ କ'ଣ ରହିଛି ସଂକେତ। ଆପଣମାନେ ତ ଜାଣିଲେ। ବିଦ୍ୟା କ୍ଷେତ୍ରରେ ଚତୁରତା ମଧ୍ୟ ମାନେ ଲାଭ କରନ୍ତି। ବିଜନେସ୍ ହେଉ ବା କାର୍ଯ୍ୟକ୍ଷେତ୍ର ଯେକୌଣସି ହେଉ ସଫଳତା ଆମେ ନିଶ୍ଚିନ୍ତ ଭାବରେ ପ୍ରାପ୍ତି କରନ୍ତୁ। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଆପଣଙ୍କ ନାକରେ କଳା ଯାଇ ଅଛି ତ ଆପଣ କମେଣ୍ଟ ବକ୍ସ ମାଧ୍ୟମରେ ଲେଖନ୍ତୁ ଏ କଥାଟି କେତେ ସତ୍ୟ ଆଉ କେତେ ମିଥ୍ୟା। ପ୍ରକୃତରେ ମାନେ ଅନୁଭବ କରିପାରିବା ଯେ ପ୍ରକୃତ ଯାହା ସମୁଦ୍ର ଶାସ୍ତ୍ରରେ ଲେଖା ହେଇଛି ତାହା ମଧ୍ୟ ସତ୍ୟ ଅଟେ। ଯଦି ଆପଣଙ୍କ ନାକରେ କଳା ଯାଇ ଅଛି ତ ଆପଣ ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସ ମାଧ୍ୟମରେ ଏହି ସବୁ ତଥ୍ୟକୁ ଆପଣ ସତ୍ୟ ଆପଣଙ୍କ ଜୀବନ ଭିତରେ ବିତିଛି ନା ନାହିଁ ଆପଣ ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଲେଖନ୍ତୁ। ଏମିତି କିଛି ଜଣା ଅଜଣା କଥାକୁ ଶୁଣିବା ପାଇଁ ଭାବ ଦିବାକର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଫଞ୍ଚ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଆପଣଙ୍କ ଉପାର୍ଜିତ ଧନକୁ ଯଦି ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ଚାହୁଁଛନ୍ତି, କିଛି ଅସହାୟ ଅସୁସ୍ଥ ବ୍ୟକ୍ତି ପାଖରେ ଆମେ ପ୍ରତିଦିନ ପହଞ୍ଚୁ ଆଉ କିଛି ସହଯୋଗ କରୁ। ଯଦି ଆପଣଙ୍କର ସେ ଗୁଣ୍ଡୁଚି ମୂଷା ଭଳି ଦାନ ସେଇ କାର୍ଯ୍ୟରେ ଲାଗିବା ପାଇଁ ଚାହୁଁଛନ୍ତି, ସ୍କ୍ରିନରେ ଚାଲିଥିବା ଏ ନମ୍ବରରେ ଏବେ କଲ୍ କରନ୍ତୁ। ଆମେ ଦେବୁ ଆପଣଙ୍କୁ ଫୋନ୍ ପେ ନମ୍ବର। ଆପଣଙ୍କର ଯେତିକି ସମର୍ଥ ରହିଛି ବା ସାମର୍ଥ୍ୟ ଅନୁସାରେ ଆପଣ ପ୍ରଦାନ କରିବେ ଆପଣଙ୍କର ଅର୍ଥ ରାଶି। ଏବେ ଆପଣ ଜାଣିକି ଆନନ୍ଦିତ ହେବେ, ଗୋଟିଏ ଆମ୍ବୁଲାନ୍ସ କିଣା ଯାଇଛି କେବଳ ରୋଗୀ ସେବା ପାଇଁ। ଯଦି ଆପଣଙ୍କର କିଛି ଅର୍ଥ ସେ ଆମ୍ବୁଲାନ୍ସ ପାଇଁ ଆପଣ ସହଯୋଗ କରିବା ପାଇଁ ଚାହାନ୍ତି ତ ଏବେ କଲ୍ କରନ୍ତୁ ଏଇ ନମ୍ବରରେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।